ଅଧିକାରୀ, ରାମ ଭକ୍ତ, ଅଳଙ୍କାର ପ୍ରିୟ, କବିକୁଳ ଶ୍ରେଷ୍ଠ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ବୈଦେହୀଶ ବିଳାସର ଅଂଶବିଶେଷ ରାଘବଙ୍କ ଲଙ୍କା ଯାତ୍ରାନୁକୂଳ କବିତା। ଶ୍ରୀରାମଚନ୍ଦ୍ର ସୀତାଙ୍କୁ ସ୍ୱର୍ଣ୍ଣମୟୀ ଲଙ୍କାପୁରୀରୁ ଫେରାଇ ଆଣିବା ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିବା ବିଶାଳକାୟ ସାଗରରେ ମାର୍ଗ ତିଆରି ନିମିତ୍ତ ଯେଉଁ ପ୍ରୟାସ କରିଛନ୍ତି, ସେଥିରେ 10 ଶିର ଲଙ୍କାପତି ରାବଣ ନୀରବ ରହିନାହାନ୍ତି। ତାଙ୍କ ଦ୍ୱାରା ପ୍ରେରିତ ଶୁକ ସାରଣ 4 ବା ଦୂତଦ୍ୱୟ ଶ୍ରୀରାମଚନ୍ଦ୍ରଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ରାବଣଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରି ତାଙ୍କର ବ୍ୟର୍ଥତା ବା ବିଫଳତାକୁ ପ୍ରକାଶ କରିଛନ୍ତି। କବି କହୁଛନ୍ତି, ବାହୁଡ଼ି ରାବଣୀ କହି ଶୁଣ ଦେବରିପୁ, ବୋଇଲା ଅନୁଜ ଜୀବି ସୀତାଙ୍କୁ ସମର୍ପୁଛି। ବଞ୍ଚିଲୁ ଅଙ୍ଗ ଦେବାରୁ କି ଧର୍ମୀ, ବଜ୍ରାଘାତ ସମତଳ ପ୍ରହାରିଲା ବ୍ଯୋମେ। ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ, ବିନ୍ଧ୍ୟ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ। ବଳ କେତେ ବୋଲୁ ବୋଲେ ଯେତେ ଶଙ୍ଖ ସେହି, ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ। ବିତରଣୀ ସାଗର କି ପାଞ୍ଚ ପଚାରିଲା, ବିହେ ରାମ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲା ଯେ। ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମି, ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେ। ଦେବ ରିପୁ ଦେବତାଙ୍କ ରିପୁ ବା ଦେବଙ୍କର ରିପୁ, ଦେବତାଙ୍କ ରିପୁ ବା ଦେବଙ୍କର ରିପୁରେ ଙ୍କର ଷଷ୍ଠୀ ବିଭକ୍ତିର ଚିହ୍ନ ଥିବାରୁ ଏଠାରେ ଷଷ୍ଠୀ ତତ୍ପୁରୁଷ ସମାସ ଅଟେ। ଅନୁଜ ସାନ ଭାଇ, ସମର୍ପୁ ସମର୍ପଣ କରୁ, ପ୍ରହାରିଲା ଗଦ୍ୟ ରୂପ ପ୍ରହାର କଲା, ଦୈବ ଗଦ୍ୟ ରୂପ ଦୈବ। ଶଙ୍ଖର ଗୋଟିଏ ଅର୍ଥ ସଂଖ୍ୟା ବିଶେଷ, ଲକ୍ଷ କୋଟି ସଂଖ୍ୟକ, ଆଉ ଗୋଟିଏ ଅର୍ଥ ସାମୁଦ୍ରିକ ଜୀବ। ତଳ ଅର୍ଥ ଚାପୁଡ଼ା, ବାରି ରାଶି ଜଳରାଶି, ବିତରଣୀ ପାର ହେବା ପାଇଁ, 5 ଉପାୟ, ପ୍ରତ୍ୟୁତ୍ତର ପ୍ରତି ଯୋଗ ଉତ୍ତର ପ୍ରତ୍ୟୁତ୍ତର। ବିରସ ସରସର ବିପରୀତ, ବିରସ ଅର୍ଥାତ୍ ଦୁଃଖ। ମନ୍ଦ କରି କ୍ଷୀଣ କରି, ହୀନ ପରାକ୍ରମ, ହୀନ ଅଟେ ପରାକ୍ରମ, କର୍ମଧାରୟ ସମାସ। ବିଭୂତି ଭୂଷଣ, ବିଭୂତିରେ ଭୂଷିତ ଯେ, ଉପପଦ ତତ୍ପୁରୁଷ ସମାସ। ଏଠାରେ ବିଭୂତିରେ ଭୂଷିତ ଯେ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, କାରଣ ସେ ଭସ୍ମଲେପନ କରି ସନ୍ନ୍ୟାସୀ ରୂପ ଧାରଣ କରିଛନ୍ତି। ବିଭୂତି ଭୂଷଣର ବ୍ୟାସବାକ୍ୟ, ବିଭୂତି ଯାହାର ଭୂଷଣ ହେଲେ ଏହା ବହୁବ୍ରୀହି ସମାସ ହେବ। ଶୁକ ଓ ସାରଣ ରାମଚନ୍ଦ୍ରଙ୍କର ପ୍ରୟାସ ବିଷୟରେ ଜ୍ଞାନ ଲାଭ କରି ସେମାନେ ପୁଣି ବାହୁଡ଼ି ଯାଇଛନ୍ତି ରାବଣଙ୍କ ପାଖକୁ। ଏଠାରେ କୁହାଯାଇଛି, ବାହୁଡ଼ି ରାବଣୀ କହି ଶୁଣ ଦେବରିପୁ, ବୋଇଲା ଅନୁଜ ଜୀବି ସୀତାଙ୍କୁ ସମର୍ପୁଛି। ସେମାନେ ରାବଣଙ୍କ ପାଖକୁ ଫେରିଯାଇ କହୁଛନ୍ତି ଯେ, ହେ ଦେବରିପୁ ଶୁଣ। ଦେବରିପୁ ଅର୍ଥାତ୍ ଦେବତାଙ୍କର ଶତ୍ରୁ, ତୁମେ ଶୁଣ। ବୋଇଲା ଅନୁଜ, ତୁମ ଅନୁଜ ଅର୍ଥାତ୍ ତୁମର ସାନ ଭାଇ କହିଲା, କ'ଣ କହିଲେ? ଯିବି, ମୁଁ ଫେରିଯିବି ରାବଣଙ୍କ ପାଖକୁ, କିନ୍ତୁ ସୀତାଙ୍କୁ ସମର୍ପୁଛି, ସୀତାଙ୍କୁ ସେ ସମର୍ପଣ କରିଦିଅନ୍ତୁ ଶ୍ରୀରାମଚନ୍ଦ୍ରଙ୍କ ପାଖରେ। ବଞ୍ଚିଲୁ ଅଙ୍ଗ ଦେବାରୁ କି ଧର୍ମୀ, ବଜ୍ରାଘାତ ସମତଳ ପ୍ରହାରିଲା ବ୍ଯୋମେ ଯେ। ଏଠାରେ ପୁଣି କହୁଛନ୍ତି ଶୁକ ଓ ସାରଣ ଯେ ଆମେ ବଞ୍ଚିଗଲୁ। କେଉଁଠୁ ବଞ୍ଚିଗଲେ? ଅଙ୍ଗଦ ଆମର କଥା ଶୁଣି ସେ ବଜ୍ରାଘାତ ସମ ତଳ ବା ଚାପୁଡ଼ା ଆକାଶକୁ ପ୍ରହାର ଏଇଭଳି ଭାବେ କଲେ ଯେ, ତାହା ଯଦି ବାଜିଥାନ୍ତା ଆମ ଶରୀରରେ ତାହେଲେ ଆମେ ବଞ୍ଚି ନଥାନ୍ତୁ। କେଉଁ ଧର୍ମରୁ, କୌଣସି ଧର୍ମରୁ ଆମର ଅଙ୍ଗହାନି ହୋଇନାହିଁ, ଆମେ ବଞ୍ଚିଯାଇଛୁ। ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ, ବିନ୍ଧ୍ୟ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ। ଏବଂ ଯଦି ସେଇ ଚାପୁଡ଼ା, ବଜ୍ରାଘାତ ସମ ଚାପୁଡ଼ା ବିନ୍ଧ୍ୟ ପର୍ବତରେ ଯଦି ବାଜିଥାନ୍ତା, ସିଏ ମଧ୍ୟ ଚୂର୍ଣ୍ଣ ହୋଇଯାଇଥାନ୍ତା, ତେବେ ଏଥିରେ ସୂର୍ଯ୍ୟ ସନ୍ତୁଷ୍ଟ ହୋଇଥାନ୍ତେ, କାରଣ ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ବେଳେ ବିନ୍ଧ୍ୟ ପର୍ବତ ପ୍ରତିବନ୍ଧକ ସୃଷ୍ଟି କରୁଥିଲା ଏବଂ ଦୈବ ବା ବିଧାତାଙ୍କ କୃପାରୁ କେବଳ ଆମେ ବଞ୍ଚି ଯାଇଛୁ। ବଳ କେତେ ବୋଲୁ ବୋଲେ ଯେତେ ଶଙ୍ଖ ସେହି, ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ। ଏଠାରେ
ରାବଣଙ୍କ ନିର୍ଦ୍ଦେଶ କ୍ରମେ ଶୁକସାରଣ ଶ୍ରୀରାମଚନ୍ଦ୍ରଙ୍କର ସୈନ୍ୟ ସଂଖ୍ୟାକୁ ଆକଳନ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ତାକୁ ଦେଖିକି ସେମାନେ ଆସିକି ରାବଣଙ୍କ ପାଖରେ ବର୍ଣ୍ଣନା କରି କହିଛନ୍ତି, ବଳ କେତେ ବୋଲୁ, ଯଦି ବଳ କେତେ ବୋଲି ପଚାରିବେ ତାହେଲେ ଯେତେ ଶଙ୍ଖ ସେହି ବାରି ରାଶିରେ ଜନିତ। ଏଠାରେ ଶଙ୍ଖର ଦୁଇଟି ଅର୍ଥ ଅଛି। ଯେତେ ଶଙ୍ଖ ଅର୍ଥାତ୍ ସଂଖ୍ୟା ବିଶେଷ, ଲକ୍ଷ କୋଟି ସଂଖ୍ୟକ। ବାରି ରାଶିରେ ଜନିତ ତେତେ ସଂଖ୍ୟା ନାହିଁ ଯେ ବାରି ରାଶିରେ ଜଳଧି ମଧ୍ୟରେ ସମୁଦ୍ର ଭିତରେ ଯେମିତି ଯେଉଁ ଶଙ୍ଖ ସାମୁଦ୍ରିକ ଜୀବ ସୃଷ୍ଟି ହୁଏ, ଅସଂଖ୍ୟ ସଂଖ୍ୟାରେ ସୃଷ୍ଟି ହେଉଥିବେ, ତାକୁ ମଧ୍ୟ ଉଦାହରଣ ଭାବରେ ନେଇକି ସେଠି କହିଛନ୍ତି ସେମାନେ ଯେ ସମୁଦ୍ର ମଧ୍ୟରେ ମଧ୍ୟ ସେତେ ଶଙ୍ଖ ସୃଷ୍ଟି ହେଉନଥିବେ। ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ ସମୁଦ୍ର ଭିତରେ ମଧ୍ୟ ସେତେ ଶଙ୍ଖ ନଥିବେ, ଅର୍ଥାତ୍ ଅସଂଖ୍ୟ ସୈନ୍ୟ ସଂଖ୍ୟା ତାଙ୍କର ରହିଛି। ବିତରଣୀ ସାଗର କି ପାଞ୍ଚ ପଚାରିଲା, ବିହେ ରାମ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲା ଯେ। ବିତରଣୀ ସାଗର, ସାଗରକୁ ପାର ହେବା ପାଇଁ ପାଞ୍ଚ ପଚାରିଲା, ଯେଉଁ ଉପାୟ ପଚାରିଥିଲେ, ବିହେ ରାମ କୁଶସଜ୍ଜା ପ୍ରତ୍ୟୁତ୍ତର ଦେଲା ଯେ। ପ୍ରତ୍ୟୁତ୍ତର ଦେଲା, କିଏ ପ୍ରତ୍ୟୁତ୍ତର ଦେଲା? ଏଠାରେ ସମୁଦ୍ର ପ୍ରତ୍ୟୁତ୍ତର ଦେଲା, ଅର୍ଥାତ୍ ଉପାୟ ବତେଇ ଦେଲେ। ବିହେ ରାମ କୁଶସଜ୍ଜା, ରାମ କୁଶସଜ୍ଜାକୁ ତ୍ୟାଗ କଲେ। ଯେତେବେଳେ ଉପାୟ ପାଇଗଲେ ନିଶ୍ଚିତ ଭାବରେ ଶ୍ରୀରାମଚନ୍ଦ୍ରଙ୍କର ଅନେକ ଚିନ୍ତା ହ୍ରାସ ହୋଇଯାଇଥିବ। ବିରସକୁ ମନ୍ଦ କରି ମନ୍ଦ ହାସ ଜନ୍ମେ। ତେବେ ଶୁକସାରଣଙ୍କ ଠାରୁ ରାମଚନ୍ଦ୍ରଙ୍କ ଗତିବିଧି, ଶକ୍ତି, ସାମର୍ଥ୍ୟ, ସୈନ୍ୟ ସଂଖ୍ୟା ଅବଗତ ହେବା ଦ୍ୱାରା କୂଟନୀତିଜ୍ଞ ରାବଣ ମନରେ ଆସିଥିବା ଶଙ୍କା, ବିଷାଦ ଭାବକୁ ବା ବିରସ ଭାବକୁ ସେ ମନ୍ଦ କରି କ୍ଷୀଣ କରି ମନ୍ଦ ହାସ ବା ସ୍ୱଳ୍ପ ହସ ହସି ପୁଣି ଆତ୍ମାଭିମାନୀ ରାବଣ କହିଛନ୍ତି, କ'ଣ କରିବ, କ'ଣ କରିପାରିବ ସେ ହୀନଶକ୍ତି ସମ୍ପନ୍ନ ବନଚାରୀ। ରାମଚନ୍ଦ୍ରଙ୍କ ଶକ୍ତିକୁ ସେ ତୁଚ୍ଛ ମନେ କରିଛନ୍ତି। ରାମଚନ୍ଦ୍ରଙ୍କୁ ପରାକ୍ରମହୀନ ବୋଲି ଚିନ୍ତା କରି ନିଜର ବିରସ ଭାବକୁ ତ୍ୟାଗ କରି ମନ୍ଦ ହାସ କରିଛନ୍ତି। ଏଠାରେ ଯୁଦ୍ଧ ଆରମ୍ଭ ହେବା ଅନୁମାନ କରି ପୂର୍ବରୁ ସତର୍କତା ଅବଲମ୍ବନ ମାଧ୍ୟମରେ କିପରି ଜୟଲାଭ କରାଯାଏ, ଏହା ରାବଣଙ୍କ ଚରିତ୍ରରୁ ପ୍ରକଟିତ ହେଉଛି। ରାବଣ ଜଣେ ଦୂରଦ୍ରଷ୍ଟା ଥିବା ସହିତ ଜଣେ ରାଜନୀତିଜ୍ଞ, କୂଟନୀତିଜ୍ଞ ଥିଲେ, ଉଚ୍ଚକୋଟୀର ଯୁଦ୍ଧ ବିଶାରଦ ମଧ୍ୟ ଥିଲେ, ଏହା ଅନୁମାନ କରାଯାଇପାରେ। ଏସବୁକୁ କବି ଏଠାରେ ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି।